ଶାଢ଼ୀ ତୋର ଖୋସାରେ ବାନ୍ଧି ଝଙ୍କାରି ତ ନା ଦେବି ନା ବାଜୁଛି ଆଜି ଆଜି ଝୁଲାଇବି ତୋର ଗାଧି ମାତ ସାରଳା ବାରେ ଝୁଲାଇବି ତୋର ଗାଧି मोर दईनी चकु उठिबा तुमर शक्ति नाही जागरे रही डाकुछि मोहि उद्धार करिबो तुही करुणामयी माल उद्धार करिबो तुही उद्धार करिबो तुही जगत अक्षर लक्ष्मी तुम करे जणाण माल करे जणाण मा करे जणाण क्षण नथिबार पुरे डाके रहेण अच्छा 56 कोटी जीव पड़ी दात्री तुही छयाणई पुर बुलु हरस होई छुआ छुआ बारण नाई लम हवाई छुआ छुआ बारण नाही मोहर भसन ए सभा मध्यरे आज करिब गायन ए सभा मध्यरे आज करिब गायन मोहर प्रश्नर देबे उत्तर देब मामु हे उत्तर देब मोर उत्तर देब कायक मध्य श्रेष्ठ बोलाइब कायक मध्यरे श्रेष्ठ बोलाइब कामा तू किए मझिरे कला कार माकू किए मझिरे कला तहिरु जन्म हेला उत्तम पिला तहिरु जन्म हेला उत्तम पिला एही बुझाई शुणुथिबे सभाजने मन कन दे मु नाचुथिबी थेई थेई मो दुआरी भाई आज नाचुथिबे थेई थेई मेला सेपट खोला तो मागु के मझरे कला तमन सो मते हैरान करबा पुराण पुराण रे को एडा पुराण सतरे पुराण एडा राइट पुराण कहबी हां विजयी वीरवर केण केण सुन मोर उत्तर हे विजयी वीरवर सुन मोर उत्तर हे विजयी वीरवर सेपटे मेला का मागु किए मझिरे कोन करथिला सेथरु जन्म होइथिला से उत्तम पिला गुडे ना थिबार पिलाडे हेइथिबो कथाडा कुआडे न नेगी अर्जुन को घर आडे नेगी मार देला आज्ञा मु कहिनी से जहा कहला ना से मते पचारची न कहले मते 40 टका से दबगी कहियो पडियो आ कोन अर्जुनंगर गोसेई बाबा पड़ी गोसेई बाबांगर कथा आज्ञा परा
ପରାଶର ମୁନି ବୋଲେ ତମ ଆଜ୍ଞା ହଁ ଦିନେ ସତ୍ୟବତୀ ଜଳ ମଧ୍ୟ ନାବ ବାହୁଛନ୍ତି। ସତ୍ୟବତୀ କିଏ ଜାଣିଛ? କିଏ? ଯେ କି ଗୋଟେ ମାଛ ଗର୍ଭରୁ ଜନ୍ମ ହୋଇଥିଲା ଆଜ୍ଞା ହଁ ହଁ ସତ୍ୟବତୀ। ଯେତେବେଳେ ଦିନେ ଦାସ ରାଜା ହଁ ମୃଗୟା କରିବା ପାଇଁ ଯାଇଛନ୍ତି, ଜଙ୍ଗଲରେ ଦେଖିଲେ ଗୋଟେ ମୃଗ ମୃଗୁଣୀ ପ୍ରୀତି କରୁଛନ୍ତି। ହଁ ଦାସ ରାଜା ସହି ପାରିଲେନି, ତାଙ୍କ ଅଙ୍ଗରେ ରେତ ସ୍କଳିତ ହେଇଗଲା। ହଁ ରାଜା କଣ କଲେ, ସାଙ୍ଗେ ସାଙ୍ଗେ ସେ ରେତକୁ ହସ୍ତରେ ଧରିଲେ, ଶିଆଳି କହଳ ପତ୍ର ଖଣ୍ଡେ ତୋଳି ଆଣିକି ପୁଡ଼ା ବାନ୍ଧି ଦେଲେ, ଦୂତକୁ ଡକେଇଲେ, କହିଲେ ଏଇଟା ନବୁ ମୋ ରାଣୀକୁ ଦେବୁ। ଆଜ୍ଞା ଦୂତ ଘରକୁ ଧରିକି ଯିବା ସମୟରେ ଗୋଟିଏ ଚିଲ ପକ୍ଷୀଟି ଆକାଶରେ ଉଡୁଥିଲା, ଦେଖିଲା କହଳ ପତ୍ରରେ ବନ୍ଧା ହେଇଛି, ଏଇଟା କଣ ଖାଇବା ଜିନିଷ ହେଇଥିବ ଭାବି ଚିଲ ପକ୍ଷୀ କଣ କଲା, ଝାମ୍ପିକି ଧରିକି ଚାଲିଗଲା। ମାଉଁସ ପୁଡାଡା ସେ ଯେତେବେଳେ ଝାମ୍ପିକି ନେଇଗଲା, ଆକାଶରେ ଆଉ ଗୋଟେ ପକ୍ଷୀ ଉଡୁଥିଲା, ଛଞ୍ଚାଣ ପକ୍ଷୀଟିଏ। ସେ ମଧ୍ୟ ଭାବିଲା ଏଇଟା କୌଣସି ଖାଇବା ଜିନିଷ ହେଇଥିବ, ସେ ମଧ୍ୟ ଆସିକି ଝାମ୍ପ ଦେଲା। ଦୁଇ ପକ୍ଷୀ ଝାମ୍ପା ଝାମ୍ପି କଲା ଭିତରେ, ଖୁମ୍ପା ଖୁମ୍ପି କଲା ଭିତରେ, ଇଏ ତ ପତରରେ ବନ୍ଧା ହେଇଥିଲା, ରେତ ପୁଡାଟା ଚିରିକି ଦି ଭାଗ ହେଇଗଲା। ଦି ଭାଗ ହେଇଯିବାରୁ ସମୁଦ୍ର ମଧ୍ୟରେ ପଡିଲା। ସମୁଦ୍ର ମଧ୍ୟରେ ଗୋଟେ ମାଛଟିଏ ଥିଲା, ସେ ମାଛଟା ସେ ରେତକୁ ଖାଇଲା। ହେଲେ ମାଛଟା କିଏ? ମୂର୍ଖ ପିଲା ପଚାରୁଛି, ଆଥରେ କିଏ କିଏ ବୋଲି ମତେ ପଚାରୁଛି। ସତ ମାଛଟା କିଏ? ମାଛଟା ହଉଛି ପୂର୍ବରେ ମେନକା ଅପ୍ସରୀ। ମେନକା ଅପ୍ସରୀକୁ ଇନ୍ଦ୍ର ଅଭିଶାପ ଦେଇଥିଲେ ଯେ 7 ବର୍ଷ ପର୍ଯ୍ୟନ୍ତ ଜଳରେ ତୁ ମୀନ ରୂପ ହେଇକି ରହିଥିବୁ, ପାଣି ଭିତରେ ଥୁ। 7 ବର୍ଷ ପୁରୀ ଗଲେ ନିଜେ ନିଜେ ସ୍ୱର୍ଗକୁ ଉଦ୍ଧାରିକି ଆସିବୁ। ସେଦିନ ସେତେବେଳେ ତାର 7 ବର୍ଷ ପୂର୍ଣ୍ଣ ହେଇଯାଇଛି। ସେଦିନ ବୋଲିକି ଧୀବର ଆସିଛି ଆଜ୍ଞା ମାଛ ଧରିବା ପାଇଁ। ଯେତେବେଳେ ଜାଲଟାକୁ ଫୋପାଡ଼ି ଦେଇଛି, ଏ ବଡ ମାଛଟା ପଡିଲା ସେ ଧୀବର ଜାଲରେ। ପଡିଲେ ମାଛଟା ଆଜ୍ଞା ବଡ ମାଛ ହେଇଛି। ଯଦି ଛୋଟିଆ ମାଛ ହେଇଥାନ୍ତା ତାହେଲେ ଧୀବର ତାକୁ ନେଇକି କୋଉ ହାଟ ବଜାରରେ ବେପାର କରିକି କିଛି ପଇସା ଆଣିଥାନ୍ତା ବା ପାଉଣା ଆଣିଥାନ୍ତା। ଏ ତ ବଡ ମାଛ କିଏ କିଣିବେନି, ଏ ମାଛ ଖାଇବ କିଏ? ରାଜାଙ୍କ ଆଗରେ ନେଇକି ଦେଲା। କୋଉ ରାଜା? ସେ ଦାସ ରାଜା, ଯାହାର ରେତକୁ ଖାଇକି ମାଛଟା ଗର୍ଭବାସ ହେଇଛି, ତାଙ୍କ ଘରୁଆ ଗଲା। ସେ ଦାସ ରାଜାଙ୍କ ଆଗରେ ନେଇକିରି ଏ କେଉଟ ଦେଲେ ମାଛଟା। କହିଲେ ହେ ରାଜନ, ଏ ତ ଏତେ ବଡ ମାଛ, ଆମେ ତ କେହି ଖାଇ ପାରିବୁନୁ, ଏ ମାଛଟାକୁ ତମେ ନିଅ, ମତେ କିଛି ପାଉଣା ଦିଅ। ଯେତେବେଳେ ରାଜା ସୁପକାର ମାନଙ୍କୁ ଡାକି ମାଛଟାକୁ କାଟିବା ସମୟରେ ଶୂନ୍ୟବାଣୀ ହେଲା ଯେ ମାଛ ଧୀରେ କାଟନ୍ତୁ। ଆଜ୍ଞା ସୁପକାର ମାନେ ଧୀରେ ଧୀରେ ମାଛ କାଟିଲେ। ସେଇ ମାଛ ଗର୍ଭରୁ ଗୋଟେ ପୁଅଟିଏ ଗୋଟେ ଝିଅଟିଏ ଜନ୍ମ ହେଲା। ହେଲେ ପୁଅଟିର ନାମ କଣ, ଝିଅଟିର ନାମ କଣ? ଆଚ୍ଛା କଣ କଣ? ମାଛ ଗର୍ଭରୁ ଜନ୍ମ ହେଇଥିବାରୁ ପୁଅ ନାମ ହେଲା ଆଜ୍ଞା ମତ୍ସ୍ୟରାୟ, ଝିଅ ନାମ ହେଲା ମତ୍ସ୍ୟଗନ୍ଧା। ହେଲେ ବେଳୁସୁ ଦାସ ରାଜାଙ୍କର ପୁଅ ଝିଅ ନଥିଲା ରେ, ଅପୁତ୍ରିକ ଥିଲେ। ଯେତେବେଳେ ଛୁଆଟା ଜନ୍ମ ହେଇଗଲା, ଦାସ ରାଜା କଣ କଲେ ଆଜ୍ଞା, ପୁଅଟାକୁ ରଖିଦେଲେ। କେଉଟର ମଧ୍ୟ ପୁଅ ଝିଅ କିଛି ନଥିଲା। ଏ ଧୀବର କଣ କଲା, ଏ ଝିଅଟାକୁ ଧରିକି ଚାଲିଗଲା। ହେଲେ ଝିଅଟାକୁ ନେଲା, ଯେତେବେଳେ ଝିଅଟାକୁ ନାଁ ଦେଲା କଣ? ମାଛ ଗର୍ଭରୁ ଜନ୍ମ ହେଇଥିଲା, ମତ୍ସ୍ୟଗନ୍ଧା ଥିଲା। ଯେତେବେଳେ କେଉଟ ଧରିକି ଗଲା, ତାକୁ ନାମ ଦେଲା ଆଜ୍ଞା ସତ୍ୟାବତୀ। 7 ବର୍ଷର ଝିଅଟି ହେଇଛି। ଦିନେ କେଉଟକୁ ଜ୍ୱର ହେଇଛି। ସତ୍ୟାବତୀ କହିଲା, ବାପା ତମେ ଟିକେ ଔଷଧ ଖାଇକି ରେଷ୍ଟ ନିଅ, ଆଜି ମୁଁ ଯିବି ନାବ ବାହିବାକୁ, ମୁଁ ଯିବି ମାଛ ଧରିବାକୁ, ନହେଲେ ଆମେ ବାପା ଝିଅ ଚଳିବା କେମିତି? ସତ କଥା ଆଜ୍ଞା। 7 ବର୍ଷର ଝିଅ ନାବଟିଏ ଧରି ଗଲା, ନାବ ବାହିବା ପାଇଁ ଯାଇଛି। ସତ୍ୟାବତୀ ନାବ ବାହିବା ସମୟରେ ୟାଙ୍କ ପଣିଗୋସାଇ ବାପା ପରାଶର ମୁନି ଆସିଲେ, ନାବ ଉପରେ ବସିଲେ। ହେଲେ ସତ୍ୟାବତୀ ନାବ ବାହିବା ସମୟରେ ଋଷି ବସି କଣ କହୁଛନ୍ତି? ଆଜ୍ଞା ସତ୍ୟାବତୀ ଜଳ ମଧ୍ୟ ନାବ ବାହୁଛନ୍ତି, ପରାଶର ମୁନି ନାବେ ବସିଛନ୍ତି। ବାତ ଘାତ ଉଡ଼ିବାରୁ ସୁଜିନ ବସନ, ଯୌବନ ମୋହିତ ହେଲେ ତପଧନ। ସ୍ୱର ବିଘାତ କରିଲା ତାଙ୍କରି କାୟ, ଭିପତି ଆଗରେ ମୁନି ହୋଇଲେ ବିନୟ। ଶୃଙ୍ଗାର ମାଗିଲେ ସେ ପରାଶର, ହେ ବିଜୟୀ ବୀରବର, ଶୁଣ ମୋର ଉତ୍ତର, ହେ ବିଜୟୀ ବୀରବର। ଆଜ୍ଞା ସତ୍ୟାବତୀ ଜଳ ମଧ୍ୟରେ ନାବ ବାହିବା ସମୟରେ ଯେତେବେଳକୁ ଆଜ୍ଞା ଗଣ୍ଡ
ପାଖକୁ ଯାଇଛି ନାବଟା ହଁ ମାନେ ପାଣି ମଝିକି ଯାଇଛି ହଁ ଜୋରରେ ଟିକେ ପବନ ବହିବାରେ ଲାଗିଲା ପବନ ନଦୀରେ ଦେଖିଛୁ ବେଶୀ ପବନ ହଉଥିବ ହଁ ପାଣି ଯେତେବେଳେ ପବନ ବହିଲା ହଁ। ଇଏ ତ 7 ବର୍ଷର ଝିଅଟିଏ ଛୋଟିଆ କପଡ଼ାଟିଏ ପରିଧାନ କରିଥିଲେ ଆଜ୍ଞା ହଁ। 7 ବର୍ଷର ବୋଲେ କଣ ସେ ପିଲାକୁ ଜଣାଥିବ ଏ ଦାନା ଛଟିଟେ ପିନ୍ଧିଥିବ ହଁ ଛୋଟିଆ କପଡ଼ାଟି ପରିଧାନ କରିଥିଲେ ଯେତେବେଳେ ଜୋରିଆ ପବନ ବହିଲା ପବନ ବହିବା ଦ୍ୱାରା ଝିଅଟିର କପଡ଼ାଟି ଉଡ଼ିଗଲା ହଁ ସେତେବେଳେ ସତ୍ୟବତୀଙ୍କର ଜାହ୍ନୁ ଉପରେ ଦୃଷ୍ଟି ପଡ଼ିଲା କାହାର କାହାର ପରାଶର ମୁନିଙ୍କର ହଁ ସେତେବେଳେ ପରାଶର ମୁନି କହିଲେ ରେ ସତ୍ୟବତୀ ହଁ। ତୁ ଟିକେ ମୋ ସହିତ ଶୃଙ୍ଗାର କର ଶୃଙ୍ଗାର ବୋଲି କହରେ ହଁ ଶୃଙ୍ଗ ମତେ ଟିକେ ପ୍ରୀତିଦାନ କର ହଁ ଯେତେବେଳେ ପରାଶର ମୁନି ଶୃଙ୍ଗାର ମାଗିଛନ୍ତି ଏ 7 ବର୍ଷର ଝିଅଟେ ହେଲେ କଣ ହେଲା ଆଜ୍ଞା ସେ ଝିଅଟାର କେତେ ବୁଦ୍ଧି କଣ କହିଲା? ସେ କଣ ବୋଲି କହୁଛି କଣ ସତ୍ୟବତୀ ବୋଲେ ନା କହ ହେମନ୍ତ ହଁ ଆକାଶରେ ଚାହିଁଛନ୍ତି ନିରତ ପୁଷ୍ପବତୀ ନୁହେଁ ବାଳିକା ମୁହିଁ ପୁଣି ସହଜେ ଅଟେ ଅବିବାହୀ ଏଡେ ପାପ ସେ ନବଳ ଯଦି ସହି ନ ପାରିବ ପୁଣି ଏହି ଧରିତ୍ରୀ ଧର୍ମ ନାମ ଏହି ଭାଷେ ଜଳ ରହେ ବିଜୟୀ ବୀରବର ଶୁଣ ମୋର ରହେ ବିଜୟୀ ଏହି ଭାଷେ ଜଳ ରହେ ବିଜୟୀ ଶୁଣ ମୋର ରହେ ବିଜୟୀ ଆଜ୍ଞା ହଁ ଯେତେବେଳେ ପରାଶର ମୁନି ଶୃଙ୍ଗାର ମାଗିଛନ୍ତି ଆଚ୍ଛା। ସତ୍ୟବତୀ ସାଙ୍ଗେ ସାଙ୍ଗେ ଉତ୍ତର ଦଉଛି ହେ ଋଷି ପୁଙ୍ଗବ ହଁ ତମେ କି ଅନ୍ୟାୟ କଥା କହୁଛ କଣ ମୁଁ ଗୋଟେ ମୋଟେ 7 ବର୍ଷର ଝିଅ ସାନ ପିଲାଟା 7 ବର୍ଷର ଝିଅକୁ ତମେ ପୁଣି ଶୃଙ୍ଗାର ମାଗୁଛ ଇଏ ହଉଛି ଧର୍ମର ନାବ ଧର୍ମ ଧର୍ମର ନାବ ଉପରେ ତମେ ଶୃଙ୍ଗାର କରିବ ଆଜ୍ଞା ଧର୍ମ ନଥିଲେ ପାଣି ବୋଲିଆ ଜିନିଷରେ ନିର୍ଜୀବ ଗୋଟେ ଚାଲିଥାନ୍ତା କେମିତି ଧର୍ମ ଥାଇକିରି ସବୁ କିଛି ହଉଛି ନା ସତ କଥା ଏଡେ ବଡ ଧର୍ମର ନାବରେ ତମେ ଅନ୍ୟାୟ କଥା କହୁଛ ହଁ ଯେତେବେଳେ ଆଜ୍ଞା ଋଷି ନାବ ବୋଲି ବାରଣ କଲେ ଋଷି ପୁଣି କଣ କରିଛନ୍ତି ସତ୍ୟବତୀ ଯେତେବେଳେ ନାବ ବୋଲି ବାରଣ କଲେ ଋଷି କଣ କଲେ କଣ ନାବ ବୋଲି ଯୋଉ ବାରଣ କଲେ ମନ୍ତ୍ରୀ ମୁନି କୁଟିରେ କରଚିଲେ ଯୋଗ ବଳେ କଲେ ନବ ଯୁବା ବିନୟ ବୋଇଲେ ତୁ ସୁରତି ଦେବା ଧିବରି ବୋଲେ ନ କହ ହେମନ୍ତ ଦଶ ଦିଗ ଚାହିଁଛନ୍ତି ନିରତ ଆୟୁ ହାନି ପ୍ରୀତି କଲେ ଦିନ ରହେ ବିଜୟୀ ବୀରବର ଶୁଣ ମୋର ଉତ୍ତର ହେ ବିଜୟୀ ବୀରବର हेलो आज्ञा जेतेबेले पराशर ऋषि सत्यवती कहले धर्मर नाम बोलिकी कहीदेले ऋषि कौन कले सांगे सांगे कमंडलू मंत्र छिंची देले गुटे सांगे सांगे कुटीरटी निर्माण करदेले नाब ऊपर गुटे घरटी तयारी करदेले पुणी जेतेबेले शृंगार मागिले सत्यवती कहला हे ऋषि पुंगव ये होची दिन दिन बेले जदि प्रीति करिवो पुरुषर आयुष्य हानि हबो सत्य आमर कवि सम्राट उपेंद्र भंज मध्य प्रमाण देइचंदी रे दिवस रे प्रीति कले पुरुष को केमिति हानि हबो कौन लिखलो ऊपर बंध हे ऊपर बंध नाइ रे उपेंद्र भंज कौन कहले पहिला रजनी श्याम छाड़ म पणत कानी पहिला रजनी श्याम पाहे
हे पुणी स्वर्गेन्द्र राजा थिले गुरु पत्नी को हरिले अच्छा। गौतम ऋषि अभिशाप देले सहस्र जोनि धारण कले हाँ कवि सम्राट उपेन्द्र भंज कहते हाँ। एणु सत्यावती कहला हे ऋषि पुंगव दिवस रे प्रीति कले पुरुष को आयुष हानि हुए अधे दिन रे छिड़ी पड़ियो तेणु करी दिवस रे तमे प्रीति करियो बोली कहूछ हाँ। आज्ञा जते बेले दिन बोली करी बारण कले हाँ। ऋषि कोन कले दिवा बोली जाऊ कले बारण कुहुडी जात कले तत्क्षण अच्छा चतुर्दिगे घोटी गला अंधार मुनि बोइले तू सुदया कर धिबरी बोले मु जाति रे हीन दिन सारा बोली मारइबि न दुर्गंध हेउछि मोर शरीर शुण मोर उतर हे विजयी वीरवर तते भल पाउछे भल पाउथिमी तते दिल देई छेरे जान देई देमी तते भल पाउछे भल पाउथिमी तते दिल देई छेरे जान देई देमी जानी थारे दीवानी तोर मुई दीवानी ओ माय लव सब जनम रे भल पाइबी मुई तो दीवानी सब जनमे मु भल पाइबी मुई तो दीवानी आज्ञा जते बेले दीपावली बारण कले ऋषि कौन कले सांगे सांगे कमंडलु मंत्र छिंची पके देले आज्ञा चारिआडे कुहुडी हेई गला जते बेले चारिआडे अंधकार हेला जेमिति कुहुडी हेले मुह को मुह देखा जाय ना आज्ञा सब आडे अंधार हेई गला ऋषि कहले एथर म कथाडा हौ एथर पुणी सत्यावती कहूची हे ऋषि पुंगव तमे सिना कुहुडी करिके अंधार कर देलो किंतु तमे जानि छ म जाति रे केउट पिला दिन सारा मु जे बुली बुली मीन मारुछि मो शरीर मीन गंध होउछि माछ गंध। बा आमिष गंध होउछि तमे केमिति प्रीति करिवो सत्य कथा। जते बेले कहिसंती ऋषि कोन कले सांगे सांगे कमंडलु मंत्र टिके छिंचिले तांको देहरे पकई देले रे पुओ पकई देबारु खाली इमिति दिव्य सुंदरी हेइग्री इमिति बाष्प हेला जोजन जोजन जाई बास चहटिला शेषर ताकु जोजन गंधा बोली नाम देले अति सादर रे मुनि कोले धरी प्रीति कले प्रीति करिवार केस जन्म हेला सेही रजब्रिज व्यास जन्म कैवत पुत्री श्वेतपधन तुमर गोसेई बापा अटंती अविवाही हरणरु से उत्पत्ति एबे तुमे किपा करूछ नास्ति कथा सुन तुम्हे इंद्र संतति शिवराम कहे भारत सार हे विजयी शुण मोर उतर हे विजयी वीरवर पराशर मुनि हरण कले सत्यवती को तांको रजब्रिज व्यास ऋषि जन्म होइछंती। व्यास महामुनि जे कि 18 खंड महाभारत लेखिथिले। व्यास ऋषि कहउछंती गजानन लेखुछंती केडे बड़ महाऋषि नुह बड़ लोक आंकर गोसाई बापा जन्म हेले।
ହେଲା କି ରେ ହେଲା ହେ ଆଙ୍କ ଗୋସାଇ ବାପା ତାଙ୍କେ ଆଙ୍କ ପଣି ଗୋସାଇ ବାପା ପରାଶର ମୁନି ହେଲେ ଆଙ୍କ ପଣି ଗୋସାଇ ବାପା ଆଙ୍କର ଗୋସାଇ ବାପା ହେଲେ ବ୍ୟାସ ଋଷି ହେଲା କି ରେ ମନ ପାଇଲା ହେଲା ହେଲା କାଇଁ ପଇସା ଦେ